Hello student, welcome back to my Tanushree tutorial. +3 second semester skill enhancement course SCC election studies and public opinion unit 3 long question discussion करिबा। स्टेट इलेक्शन कमिशन राज्य निर्वाचन कमिशन राज्य निर्वाचन कमिशन स्टेट इलेक्शन कमिशन ହେଉଛି ଏକ ସ୍ୱତନ୍ତ୍ର ଗଠନ ଯାହା ଭାରତୀୟ ସମ୍ବିଧାନର ଅନୁଚ୍ଛେଦ 243,000 ଅନୁଯାୟୀ ଗଠିତ ହୋଇଛି। ଏହା ରାଜ୍ୟ ଓ ଅଞ୍ଚଳ ନିର୍ବାଚନ, ପଞ୍ଚାୟତ, ନଗର ନିଗମ, ମ୍ୟୁନିସିପାଲିଟି ସମ୍ପାଦନ କରିବା ପାଇଁ ଦାୟିତ୍ୱ ନେଇଥାଏ। ଓଡ଼ିଶା ରାଜ୍ୟ ନିର୍ବାଚନ କମିଶନ ଗଠନ ଓ ନେତୃତ୍ୱ ବର୍ତ୍ତମାନ ଓଡ଼ିଶା ରାଜ୍ୟ ନିର୍ବାଚନ କମିଶନର ମୁଖ୍ୟ ନିର୍ବାଚନ ଅଧିକାରୀ ହେଉଛନ୍ତି ମଧୁସୂଦନ ପାଢ଼ୀ, ଏକ ଅବସରପ୍ରାପ୍ତ IAS ଅଧିକାରୀ 1991 ବ୍ୟାଚ୍ର। ସେ ଓଡ଼ିଶାର ବିଭିନ୍ନ ପ୍ରଶାସନିକ ଦାୟିତ୍ୱରେ ରହିଛନ୍ତି, ଯେଉଁଥିରେ ସଚିବ ଓ DRDA ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ନିର୍ବାଚନ କମିଶନର କ୍ଷମତା ଓ ଦାୟିତ୍ୱ ବିଭାଗ ବିବରଣୀ ନିର୍ବାଚନ ପ୍ରସ୍ତୁତି, ମତଦାନ କେନ୍ଦ୍ର ବିନ୍ୟାସ, ମେସିନ୍ ବ୍ୟବସ୍ଥା, ଅଧିକାରୀ ନିଯୁକ୍ତି, ନିୟମ ଓ ନୀତି, ଆଦର୍ଶ ଆଚରଣ ସଂହିତା ଲାଗୁ କରିବା, ନିର୍ବାଚନ ତାରିଖ ଘୋଷଣା, ଜନସଚେତନତା, ଭୋଟର ଶିକ୍ଷା, ମିଥ୍ୟା ଖବର ରୋକିବା, ଗଣମାଧ୍ୟମ ନିୟନ୍ତ୍ରଣ, ରାଜନୈତିକ ଦଳର ବାଦ ଘଟଣା। ଓଡ଼ିଶାର 5ଟି ଆଞ୍ଚଳିକ ରାଜନୈତିକ ଦଳ ବୀର ଓଡ଼ିଆ ପାର୍ଟି, ଓଡ଼ିଶା ସୋଶାଲିଷ୍ଟ ପିପୁଲ୍ସ ପାର୍ଟି ଅଫ୍ ଇଣ୍ଡିଆ, ସେକ୍ୟୁଲାର ସୋସିଆଲିଷ୍ଟ ଫ୍ରଣ୍ଟ ପାର୍ଟି ଓ ଉତ୍କଳ ଭାରତକୁ ତାଲିକାରୁ ବାଦ୍ ଦେଇଛି ରାଜ୍ୟ ନିର୍ବାଚନ କମିଶନ। ଏହି ଦଳଗୁଡ଼ିକୁ ଏବେ ଅଣ-ତାଲିକାଭୁକ୍ତ ଅଣ-ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଭାବେ ଚିହ୍ନିତ କରାଯିବ। ଯଦି ଏହି ଆଦେଶରେ ଅସନ୍ତୁଷ୍ଟ ରାଜନୈତିକ ଦଳ ରହିଥାଏ, ସେମାନେ 30 ଦିନ ମଧ୍ୟରେ ଆବେଦନ କରିପାରିବେ। ନିର୍ବାଚନ ଆଦର୍ଶ ଆଚରଣ ସଂହିତା ଏହା ଏକ ନୀତି ତାଲିକା ଯାହା ନିର୍ବାଚନ ସମୟରେ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଆଚରଣ ନିର୍ଦ୍ଦେଶ କରେ। ଏହା ଲାଗୁ ହେଲେ ସରକାରୀ ଘୋଷଣା, ଉଦ୍ଘାଟନ, ନୂତନ ଯୋଜନା ଘୋଷଣା ନିଷିଦ୍ଧ ହୁଏ। ଜାତି, ଧର୍ମ ଆଧାରରେ ଭୋଟ ମାଗିବା ଉପରେ ନିଷେଧ ଥାଏ। ଗଣମାଧ୍ୟମ ମାଧ୍ୟମରେ ମିଥ୍ୟା ଖବର ପ୍ରଚାର ଉପରେ ନିୟନ୍ତ୍ରଣ ଥାଏ।